କାହିଁକି ମୃତ୍ୟୁ ପରେ 10 ଦିନ ପର୍ଯ୍ୟନ୍ତ ପିଣ୍ଡଦାନ ଦିଆଯାଏ? ଏ ପ୍ରଶ୍ନର ଉତ୍ତର ସଂକ୍ଷେପରେ ରଖିବା ପାଇଁ ଚେଷ୍ଟା କରୁଛି। ଭୁଲ ଠିକ୍ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ। ଶାସ୍ତ୍ର ମତ ଅନୁସାରେ ଯେପରି ମା ଖାଇଲେ ତା ଗର୍ଭରେ ଥିବା ଶିଶୁ 9 ମାସ ପର୍ଯ୍ୟନ୍ତ ନିଜର ଶରୀରକୁ ବିକଶିତ କରେ, ଠିକ୍ ସେହିପରି ମଣିଷ ମଲା ପରେ ପ୍ରେତ ଶରୀରର ବିକାଶ ତାର ପରିଜନ ଦ୍ୱାରା 10 ଦିନ ପିଣ୍ଡଦାନ କଲେ ହୁଏ। ମରିବାର ପ୍ରଥମ ଦିନ ପିଣ୍ଡଦାନ କଲେ ପ୍ରେତର ମୁଣ୍ଡ ପ୍ରସ୍ତୁତ ହୁଏ। ଦ୍ୱିତୀୟ ଦିନ ପ୍ରେତର ଗର୍ଦ୍ଦନ ଏବଂ କାନ୍ଧ ପ୍ରସ୍ତୁତ ହୁଏ। ତୃତୀୟ ଦିନ ହୃଦୟ ପ୍ରସ୍ତୁତ ହୁଏ। ଚତୁର୍ଥ ଦିନ ପିଠି ହୁଏ। ପଞ୍ଚମ ଦିନ ନାଭି ପ୍ରସ୍ତୁତ ହୁଏ। ଷଷ୍ଠ ଦିନ ବେଳକୁ କମର ବା ଅଣ୍ଟା, ସପ୍ତମ ଦିନରେ ଜଙ୍ଘ, ଅଷ୍ଟମ ଓ ନବମ ଦିନରେ ଆଣ୍ଠୁ ପାଦ ପ୍ରସ୍ତୁତ ହେଇଥାଏ। ଏହିଭଳି ସବୁ ମା ପେଟରୁ ଛୁଆର ଜନ୍ମ ଯେମିତି ହୁଏ, ମରିବା ପରେ ପ୍ରେତର ମାୟା ଶରୀର ଠିକ୍ ସେହିଭଳି ଗଠନ ହୁଏ। 10ମ ଦିନ ପ୍ରେତ ଶରୀରକୁ ଭୋକ ଓ ଶୋଷ ଲାଗିଥାଏ। 11 ଓ 12 ଦିନ ଏହି 2 ଦିନ ଭୋଜନ କରି 13 ଦିନ ବେଳକୁ କରିଥିବା କର୍ମ ଅନୁସାରେ ଯମଦୂତମାନେ ବାନ୍ଧି ନେଇଥାନ୍ତି।